ଡୋଲା ଅଟୋ ଦୁର୍ଘଟଣାଗ୍ରସ୍ତ 10 ଆହତ 3 ଜଣ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପିକଅପ୍ ଡୋଲା ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ 13 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଥାନା ଅଧୀନ ଚକୁଳିଆ ରକ୍ଷଣୀ ସାହିର 13 ଜଣ ଲୋକେ ଆଜି ପୂର୍ବାହ୍ନ 9ଟାରେ ଉକ୍ତ ଡୋଲା ଅଟୋରେ ଡେଙ୍ଗାନାଳିଆ ଲୁହାପଡ଼ାରୁ ମାଘ ପୂଜା କରିବାକୁ ଯାଉଥିବା ସମୟରେ କୌଣସି କାରଣବଶତଃ ଡାଲା ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଝିଙ୍କ୍ରିଆ ଭୋଡ଼ାନଣ୍ଡାର ମୁଖ୍ୟ ରାସ୍ତାର ମଝିରେ 100 ଫୁଟ ଦୂରକୁ ଘୋଷାଡ଼ି ହୋଇଯାଇଥିଲା। ଉକ୍ତ ଦୁର୍ଘଟଣାରେ 13 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ଯୋଗେ ପ୍ରଥମେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ 3 ଜଣ ଗୁରୁତର ହେବାରୁ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି। ତେବେ ଆହତମାନେ ହେଲେ ଶିବଲ ହାଁସଦା, ଦୁଃଖୀରାମ ହାଁସଦା, ପାର୍ବତୀ ମାରଣ୍ଡି, ଲୁସ୍କି ହାଁସଦା, ମାହାନ୍ତି ହାଁସଦା, ବାରି ମାରଣ୍ଡି, ଛିଟା ମୁର୍ମୁ, ସୀମା ମାରଣ୍ଡି, ଯୋଗେନ୍ଦ୍ରନାଥ ସରେନ, ଯମୁନା ମାରଣ୍ଡି, ତପନ ସରେନ, ଅଞ୍ଜଳି ହାଁସଦା। ଆହତମାନଙ୍କ ମଧ୍ୟରୁ ମାହାନ୍ତି ହାଁସଦା ଓ ମଝି ଆଙ୍ଗୁଳି କଟିଯାଇ ଛିଣ୍ଡି ଯାଇଥିବା ବେଳେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଅଞ୍ଜଳି ହାଁସଦାଙ୍କ ଛାତିରେ ମାଡ଼ ହୋଇଥିବା ବେଳେ ଶିବଲ ହାଁସଦାଙ୍କ ହାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଡାଲା ଅଟୋ ହେଉ କି ପିକଅପ୍ ହେଉ ଲୋକଙ୍କୁ ଥାନା ସମ୍ମୁଖରେ ନିଆଯାଉଥିବା ବେଳେ ପୋଲିସ କେବଳ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରି ଗୋଡ଼ ଉପରେ ଗୋଡ଼ ଲଦି ବସିଥିବା ବେଳେ ଅଭିଯୋଗ ହେଉଛି। ଯଦି ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥାନ୍ତା ତେବେ ଏଭଳି ଦୁର୍ଘଟଣା ବାରମ୍ବାର ହୋଇନଥାନ୍ତା। ତେବେ ଆଗକୁ ପୋଲିସ କ'ଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।